କିନ୍ତୁ ମମତା ମହାନ୍ତଙ୍କ ସମ୍ପର୍କରେ ମୁଁ କିଛି ମନ୍ତବ୍ୟ ଦେବାକୁ ଚାହୁଁନା କାରଣ ଯେଉଁମାନେ ବିଶ୍ୱାସଘାତକତା କରି ଗୋଟେ ଦଳ ଛାଡ଼ି ଆଉ ଗୋଟେ ଦଳକୁ ଯାଆନ୍ତି ସ୍ୱାର୍ଥ ଲୋଭରେ ସେମାନେ ଯାହା ଇଚ୍ଛା ସେହା କହିପାରିବେ ଏବଂ ଯେହେତୁ ସେ ନୂଆ ନୂଆ ବିଜେପିକୁ ଯାଇଛନ୍ତି ବିଜେପି ନେତାମାନେ ପୁରୁଣା ନେତାମାନେ ଯେତିକି ନ କହିବେ ସେ ତାଠୁ ଅଧିକ କହିବେ କାରଣ ତାଙ୍କୁ ସେଠି ତାଙ୍କର ବିଶ୍ୱାସଭାଜନ ହେବାକୁ ପଡ଼ିବ ଏବଂ ସେ ଯେଉଁ ବିଶ୍ୱାସଘାତକତା କରିଛନ୍ତି ତାକୁ ପ୍ରମାଣ ଦେବାକୁ ପଡ଼ିବ ଯେ ସେ ପ୍ରକୃତରେ ଜଣେ ବିଶ୍ୱାସଘାତକ ବୋଲି ରାଜା ଚକ୍ରଙ୍କ ସମ୍ପର୍କରେ ତଦନ୍ତ ଚାଲିଛି ଯିଏ ବି ଦୋଷୀ ଥିବ ତଦନ୍ତରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାକୁ ଦଣ୍ଡ ଦେବେ ଆଇନ ଆଗରେ କେହି କିଛି ବିଜେଡିରେ ନୁହନ୍ତି କି ବିଜେପିରେ ନୁହନ୍ତି ୟା ପୂର୍ବରୁ ମଧ୍ୟ ବହୁତ ନେତା ଆସିଛନ୍ତି ଯାହାଙ୍କ ନାଁରେ ତଦନ୍ତ ହେଉଥିଲା ପରବର୍ତ୍ତୀ ସମୟରେ କିଏ ତଦନ୍ତରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କିଏ କିଏ ଦୋଷମୁକ୍ତ ହୋଇଛନ୍ତି ତେଣୁ ଜଣେ ବ୍ୟକ୍ତି ଯେତେବେଳେ ଅଭିଯୁକ୍ତ ତା ସମ୍ପର୍କରେ ତାକୁ ଦୋଷୀ ଭାବିକି କିଛି କହିବା ଉଚିତ ନୁହେଁ ଯେ ପର୍ଯ୍ୟନ୍ତ ତଦନ୍ତ ତାକୁ ଦୋଷୀ ସାବ୍ୟସ୍ତ ନ କରିଛି ତାଙ୍କୁ ଜଣେ ସାଧାରଣ ବ୍ୟକ୍ତି ଭାବରେ ବ୍ୟବହାର କରାଯିବ ବଦ୍ରି ବାବୁଙ୍କର ମନ୍ତବ୍ୟ ମୁଁ ଶୁଣି ନାହିଁ ଯଦି ସେ କ'ଣ କହିଥିବେ ତାକୁ ଆଜ୍ ଇଟ୍ ଇଜ୍ ଆପଣମାନେ କ'ଣ ଇଣ୍ଟରପ୍ରିଟ୍ କରୁଥିବେ ମୁଁ ଜାଣିନି ମୁଁ ଶୁଣି ନାହିଁ ସେ ମୁଁ କହିଲି ପରା ଯେ ମମତା ମହାନ୍ତ କିଛି ବି କହିପାରିବେ ତାଙ୍କ ମନ୍ତବ୍ୟକୁ ଆପଣମାନେ ଗୁରୁତ୍ୱ ଦେବା ଉଚିତ ନୁହେଁ କାରଣ ଯଦି ସେ ପ୍ରକୃତରେ ଜଣେ ବିଜେପି ନେତ୍ରୀ ହେଇଥାନ୍ତେ ବା ଯଦି ବିଜେଡିର ନେତ୍ରୀ ହେଇଥାନ୍ତେ ତାକୁ ଗୁରୁତ୍ୱ ଦେଇଥାନ୍ତେ ସେ ଯେ ଦଳ ଯିଏ ପରିବର୍ତ୍ତନ କରନ୍ତି ସେମାନେ ବିଶ୍ୱାସଘାତକ ମନ୍ତବ୍ୟକୁ ମିଡିଆ ଗୁରୁତ୍ୱ ଦେବା ଉଚିତ ମୁଁ ସେ କଥା କହୁନି ଲିଙ୍କ୍ ଥିଲେ ତାଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ସେ ଦଣ୍ଡ ପାଇବେ ସେ କଥା ତ ମୁଁ କହୁନି ଲିଙ୍କ୍ ଅଛି ବୋଲି ଆମେ କେମିତି କହିପାରିବା ମୁଁ ବାହାରେ ଅଛି ସେ ବାହାରେ ଅଛନ୍ତି ତଦନ୍ତ ଚାଲିଛି ଏ ସମ୍ପର୍କରେ କେମିତି ଆପଣ ତ ଗୋଟେ ଠୋସ୍ କରି କହିଦେଇପାରିବେ କହିଲି ପରା ଅଭିଯୋଗ ଯିଏ କରୁଛନ୍ତି ତାଙ୍କୁ ପଚାରନ୍ତୁ ସେ କ'ଣ ଜାଣିଥିବେ ତ ପ୍ରମାଣ ଦିଅନ୍ତୁ ତଦନ୍ତ ତ ଚାଲିଛି ସରକାର ତ ତାଙ୍କର ଅଛି ଯଦି ଫଣ୍ଡିଂ କରୁଥିଲେ କି କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ ସେ ବିଷୟରେ ପ୍ରମାଣ ଦେଇକି ତାକୁ ଦୋଷୀ ସାବ୍ୟସ୍ତ କରନ୍ତୁ କିଛି ଅସୁବିଧା ନାହିଁ।